ଜୟ ସିଆରାମ ବନ୍ଧୁଗଣ। ଲୋକେ କୁହନ୍ତି ବନବାସର ସମୟ ଦୁଃଖଦ ସମୟ ବୋଲି, କିନ୍ତୁ ବନବାସର ସମୟ ପ୍ରଭୁ ଶ୍ରୀରାମ ଏବଂ ମାତା ସୀତାଙ୍କର ସବୁଠୁ ସୁନ୍ଦର ସମୟ ଥିଲା। ଆଜି ଆମେ ସେ ବିଷୟରେ ପୁରା ବିସ୍ତାରରେ ଜାଣିବା ଯେ ପ୍ରଭୁ ଶ୍ରୀରାମ ଏବଂ ମାତା ସୀତା ବନକୁ ଗଲେ ମଧ୍ୟ ରାଜମହଲ ଠାରୁ ମଧ୍ୟ ଅନେକ ସୁଖ ସେ ଜଙ୍ଗଲରେ ବା ବନରେ ଭୋଗିଥିଲେ। ତ ଆ ପଛର ରହସ୍ୟ କ'ଣ ଆଜି ଆମେ ପୁରା ବିସ୍ତାରରେ ଜାଣିବା। ଯଦି ଆପଣମାନେ ଆମ ଚ୍ୟାନେଲରେ ନୂଆ ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରି କମେଣ୍ଟ ବକ୍ସରେ ଜୟ ଶ୍ରୀରାମ ଲେଖିଦିଅନ୍ତୁ। ଅଯୋଧ୍ୟାରେ ଉତ୍ସବ ଚାଲିଛି। ପ୍ରଭୁ ଶ୍ରୀରାମ ରାଜା ହେବେ, ରାଜମୁକୁଟ ଧାରଣ କରିବେ, ସେଥିପାଇଁ ରାଜ ଅଭିଷେକ ଚାଲିଛି। ସେହି ସମୟରେ ମାତା କୈକେୟୀ ଦଶରଥଙ୍କ ଠାରୁ ବଚନ ନେଇନେଲେ କି ପ୍ରଭୁ ଶ୍ରୀରାମ 14 ବର୍ଷ ବନବାସ ଯିବେ ବୋଲି, ଯାହାଫଳରେ କି ପ୍ରଭୁ ଶ୍ରୀରାମ ଯେତେବେଳେ ବନବାସ ବାହାରିଲେ ମାତା ସୀତାଙ୍କର କୌଣସି ପ୍ରଶ୍ନ ନଥିଲା, ନା ମନରେ ଦୁଃଖ ଥିଲା। ବାସ୍ ମାତା ସୀତା ଏତିକି କହିଲେ କି ମୁଁ ପ୍ରଭୁ ଶ୍ରୀରାମଙ୍କ ସହିତ ଯିବି, ମୋ ସ୍ୱାମୀ ଯୋଉଠି ମୁଁ ସେଇଠି। ପ୍ରଭୁ ଶ୍ରୀରାମ ଅନେକ ବୁଝେଇଥିଲେ ମାତା ସୀତାଙ୍କୁ କି ବନରେ ବହୁତ ଦୁଃଖ କଷ୍ଟ ଭୋଗିବାକୁ ପଡ଼ିବ, ବନରେ ରାଜମହଲ ଭଳି ସୁଖ ସୁବିଧା ନାହିଁ, ବନରେ ଠିକରେ ଭୋଜନ ମିଳିବ ନା ବନରେ ଠିକରେ ବିଶ୍ରାମ କରିବାକୁ ଜାଗା ମିଳିବ। କିନ୍ତୁ ମାତା ସୀତା କହିଥିଲେ ଯଦି ଆପଣ ବନରେ ରହିବେ ଆଉ ମୁଁ ଏଠି ରହିବି ତାହେଲେ ଏଠି ମୋର ଦୁଃଖ ସବୁଠୁ ଅଧିକା ଦୁଃଖ ହେଇଯିବ। ସେଥିପାଇଁ ମୋ ପ୍ରଭୁ ଯୋଉଠି ମୁଁ ସେଇଠି। ଗୋଟେ ପତିବ୍ରତା ସ୍ତ୍ରୀର କର୍ତ୍ତବ୍ୟ ହେଲା ତା ସ୍ୱାମୀ ଯୋଉଠି ତା ସ୍ତ୍ରୀ ତା ସହିତ ହିଁ ଯିବା ଦରକାର, ବା ତା ସ୍ୱାମୀ ଯୋଉଠି ସେଇଠି ହିଁ ତାର ସ୍ୱର୍ଗ। ସେଥିପାଇଁ ପ୍ରଭୁ ଶ୍ରୀରାମ ଆଉ କିଛି କହି ନପାରି ଚୁପ୍ ରହିଯାଇଥିଲେ। ଆଉ ମାତା ରାଜମହଲର ରାଜପୋଷାକ ରାଣୀ ବସ୍ତ୍ର ଛାଡ଼ି ବନବାସର ବସ୍ତ୍ର ଧାରଣ କରିଥିଲେ। ଆଉ ମାତା ସୀତା, ପ୍ରଭୁ ଶ୍ରୀରାମ ଏବଂ ଲକ୍ଷ୍ମଣ ତିନି ଜଣ ଯାକ ବନବାସ ଭୋଗିବା ପାଇଁ 14 ବର୍ଷ ବାହାରି ଯାଇଥିଲେ। ପ୍ରଜାଜନ ପ୍ରଭୁ ଶ୍ରୀରାମଙ୍କୁ ଏତେ ଭଲ ପାଉଥିଲେ ଯେ ପ୍ରଭୁ ଶ୍ରୀରାମଙ୍କୁ ଛାଡ଼ିବା ପାଇଁ ସେମାନେ ପ୍ରସ୍ତୁତ ନଥିଲେ, ଯାହାଫଳରେ କି ପ୍ରଜାମାନେ ମଧ୍ୟ ଅଯୋଧ୍ୟାର ସୀମା ପର୍ଯ୍ୟନ୍ତ ଆସିଲେ। ଆଉ ପ୍ରଭୁ ଶ୍ରୀରାମଙ୍କୁ ରାତିରେ ଲୁଚିକିରି ଯିବାକୁ ପଡ଼ିଥିଲା ତାଙ୍କ ପ୍ରଜାମାନଙ୍କୁ ଛାଡ଼ିକିରି। ପ୍ରଭୁ ଶ୍ରୀରାମଙ୍କ ଚିନ୍ତାଧାରା ଥିଲା ମୁଁ ତ 14 ବର୍ଷର ବନବାସ ଭୋଗିବି, କିନ୍ତୁ ମୋ ପ୍ରଜାମାନେ କାହିଁ ସେ ଦଣ୍ଡ ଭୋଗିବେ। ସେଥିପାଇଁ ପ୍ରଭୁ ଶ୍ରୀରାମ ରାତି ଅଧରେ ଛାଡ଼ି ଚାଲି ଯାଇଥିଲେ। ପ୍ରଭୁ ଶ୍ରୀରାମ ଯେତେବେଳେ ରାସ୍ତାରେ ଯାଉଛନ୍ତି ସେ ଚିନ୍ତା କରୁଛନ୍ତି କି ମାତା ସୀତା ତ ଛୋଟବେଳୁ ରାଜମହଲରେ ବଢ଼ି ଆସିଛନ୍ତି, ସେ କେମିତି ଏ ବନର ରାସ୍ତାରେ ଚାଲିପାରିବେ, ଘଞ୍ଚ ଜଙ୍ଗଲରେ ସେ ଶାନ୍ତିରେ ରହିପାରିବେ। ସେଥିପାଇଁ ପ୍ରଭୁ ବଡ଼ ଚିନ୍ତିତ ଥିବାବେଳେ ସେହି ସମୟରେ ବାଟରେ ଯାଉ ଯାଉ ପ୍ରଭୁ ଶ୍ରୀରାମ ଭାବୁଥିବା ସମୟରେ ହିଁ ମାତା ସୀତାଙ୍କ ଗୋଡ଼ରେ ଗୋଟେ କଣ୍ଟା ଫୁଟି ଯାଇଥିଲା। ଆଉ ପ୍ରଭୁ ଶ୍ରୀରାମ ବହୁତ ଚିନ୍ତିତ ହୋଇଯାଇଥିଲେ, ବିକଳ ହୋଇକରି ତାଙ୍କ ଆଖିରୁ ଅଶ୍ରୁ ଝଡ଼ି ପଡ଼ୁଥିଲା। ଆଉ ପ୍ରଭୁ ଶ୍ରୀରାମ ନିଜେ ଯାଇକରି ମାତା ସୀତାଙ୍କ ଗୋଡ଼ରୁ କଣ୍ଟା କାଢ଼ି ଦେଇଥିଲେ। ସେ ସମୟ ଏକ ମାନେ ବହୁତ ଭାବପୂର୍ଣ୍ଣ ସମୟ ଥିଲା। ସେଠି ପ୍ରଭୁ ଶ୍ରୀରାମ ମାତା ସୀତାଙ୍କୁ କହିଲେ କି ମୁଁ କହିଥିଲି ବନରେ ଅନେକ କଷ୍ଟ ଦୁଃଖ ସହିବାକୁ ପଡ଼ିବ। ସେଠି ମାତା ସୀତା କହିଲେ ଯୋଉଠି ଆପଣ ଅଛନ୍ତି ସେଠି କଷ୍ଟ ବା କ'ଣ, ଯଦି ମୁଁ ବନ ନ ଆସିଥାନ୍ତି ଏ ସୌନ୍ଦର୍ଯ୍ୟ ମୁହୂର୍ତ୍ତର ଏ ସୁଖଦ ଅନୁଭୂତିର ମୋତେ କୋଉଠୁ ଆନନ୍ଦ ମିଳିପାରିଥାନ୍ତା। ଆପଣ ନିଜେ ମୋ ଗୋଡ଼ରୁ କଣ୍ଟା କାଢ଼ି ଦେଉଛନ୍ତି। ସେ ଗୋଟେ ଭାବପୂର୍ଣ୍ଣ ସମୟ ଥିଲା। ତାପରେ ପ୍ରଭୁ ଶ୍ରୀରାମ ଆଉ ମାତା ସୀତା ଆଗକୁ ବଢ଼ିଥିଲେ। ମାତା ସୀତା, ପ୍ରଭୁ ଶ୍ରୀରାମ ଆଉ ଲକ୍ଷ୍ମଣ ଭ୍ରାତା ଯେତେବେଳେ ଯାଇ ପଞ୍ଚବଟୀରେ ପହଞ୍ଚିଲେ ସେ ତାଙ୍କର କୁଟିଆ ନିର୍ମାଣ କଲେ। ପଞ୍ଚବଟୀ ମାନେ ବହୁତ ଦୁଷ୍କର୍ମ ଜଙ୍ଗଲ, ଏତେ ଭୟଙ୍କର ଜଙ୍ଗଲ, ସେଠି ଯେତେ ଜନ୍ତୁଜୁନ୍ତା ବାଘ ଭାଲୁ ସମସ୍ତେ ପ୍ରଭୁ ଶ୍ରୀରାମ ଏବଂ ମାତା ସୀତାଙ୍କ ପାଖରେ ସମସ୍ତେ ଶାନ୍ତ, ଯେମିତି କେହି ହିଂସ୍ର ନାହାନ୍ତି। ଯେ ସବୁ ମୁନି ଋଷିମାନେ କହୁଥିଲେ କି ଇଏ ଜଙ୍ଗଲ ନୁହଁ, ଇଏ ଧର୍ମସ୍ଥାନ ବା ପ୍ରଭୁଙ୍କ ଆଶ୍ରମ। ମାତା ସୀତା ପ୍ରଭୁ ଶ୍ରୀରାମ ବନରେ ବାସ କରୁଥିବା ସମୟରେ ହିଁ 14 ବର୍ଷ କାଳ ସେ କନ୍ଦମୂଳ ଖାଇକିରି ଜୀବନ ଯାପନ କରିଥିଲେ। ମାତା ସୀତା ଏପଟେ ରୋଷେଇ କରନ୍ତି, ପ୍ରଭୁ ଶ୍ରୀରାମ ଜଙ୍ଗଲକୁ ଜାଳ ଆଣିବାକୁ ଯାଆନ୍ତି। ତାଙ୍କର ସୁଖଦ ସମୟ ସେଇଠି ଚାଲୁଥିଲା। ଜଙ୍ଗଲରେ ଯେତେ ସବୁ ମୁନି ଋଷିମାନଙ୍କୁ ରାକ୍ଷସମାନେ ହଇରାଣ କରନ୍ତି ପ୍ରଭୁ ଶ୍ରୀରାମ ତାଙ୍କର ବଧ କରନ୍ତି। ପ୍ରଭୁ ଶ୍ରୀରାମଙ୍କର ଏକ ଲକ୍ଷ୍ୟ ଥିଲା କି ଯେତେ ଦିନ ଯାଏ ସେ ବନରେ ଅଛନ୍ତି ଋଷିମୁନି ମାନଙ୍କୁ ଶାନ୍ତିରେ ତପସ୍ୟା କରିବାକୁ ଦେବେ। ପ୍ରଭୁ ଶ୍ରୀରାମ ମାତା ସୀତା ଅଧିକା ଦିନ ତ ଅଯୋଧ୍ୟା ରାଜମହଲରେ ରହିପାରିନଥିଲେ, ହେଲେ ଜଙ୍ଗଲରେ ତାଙ୍କର ଅନେକ ସ୍ମୃତି ଥିଲା। ସେ ଜଙ୍ଗଲରେ ଦୁହେଁ ସାଙ୍ଗ ହୋଇ ଯେତିକି ସମୟ ରହୁଥିଲେ, ହୁଏତ ରାଜମହଲରେ ଥିଲେ ପ୍ରଭୁ ଶ୍ରୀରାମ ରାଜକାଜରେ ବ୍ୟସ୍ତ ହୋଇଯାଇଥାନ୍ତେ, ମାତା ସୀତାଙ୍କୁ ଏତେ ସମୟ ଦେଇପାରିନଥାନ୍ତେ। କିନ୍ତୁ ଜଙ୍ଗଲରେ ବନବାସ ସମୟରେ ପ୍ରଭୁ ଶ୍ରୀରାମ ମାତାଙ୍କୁ ଅନେକ ସମୟ ଦେଇଥିଲେ। ଯେ ସୁଖଦ ସମୟ, ପ୍ରଭୁ ଶ୍ରୀରାମ ନିଜେ ମାତା ସୀତାଙ୍କ ପାଇଁ ଫୁଲରେ ଗଜରା କରିକି ଆଣନ୍ତି ମାତା ସୀତା ଲଗେଇବେ ବୋଲି। ମାତା ସୀତାଙ୍କ ପାଇଁ ନିଜ ହାତରେ ସେ କଙ୍ଗନ ତିଆରି କରିଦିଅନ୍ତି। ତ ବହୁତ ଖୁସିର ସମୟ ଥିଲା ପ୍ରଭୁ ଶ୍ରୀରାମ ଏବଂ ମାତା ସୀତାଙ୍କ ପାଇଁ ସେ ବନବାସର ସମୟଟି। ଲୋକେ କୁହନ୍ତି କି ବନବାସର ସମୟ ମାନେ ଦୁଃଖଦ ସମୟ ବୋଲି, କିନ୍ତୁ ପ୍ରଭୁ ଶ୍ରୀରାମ ମାତା ସୀତାଙ୍କ ପାଇଁ ସେ ସୁଖଦ ସମୟ ଥିଲା। ସବୁଠୁ ଯଦି କିଛି ସୁଖଦ ସମୟ ଥିଲା ତାହେଲେ ସେ ବନବାସ ସମୟ। କାହିଁକି ନା ଏପଟେ ପ୍ରଭୁ ଶ୍ରୀରାମ ମାତା ସୀତା ରାଜମହଲରେ ତ ରହିପାରିନଥିଲେ, ବନବାସରେ 13 ବର୍ଷ ରହିଛନ୍ତି। ଏପଟେ ରାବଣ ଗୋଟେ ବର୍ଷ ନେଇଗଲା ଅପହରଣ କରିକିରି। ତ ତାପରେ ପ୍ରଭୁ ଶ୍ରୀରାମ ଏବଂ ମାତା ସୀତା ଯେତେବେଳେ ଅଯୋଧ୍ୟା ଫେରିଲେ ତ କିଛି ଦିନ ପରେ ପୁଣି ମାତା ସୀତାଙ୍କୁ ପ୍ରଭୁ ଶ୍ରୀରାମ ତ୍ୟାଗ କରିବାକୁ ପଡ଼ିଲା। ତ ଏମିତିରେ ମାତା ସୀତା ଆଉ ପ୍ରଭୁ ଶ୍ରୀରାମ ସାଙ୍ଗ ହିଁ ରହି ହିଁ ନଥିଲେ, ଯାହାଫଳରେ କି ସେ ଯେଉଁ 13 ବର୍ଷ ମାତା ସୀତା ଏବଂ ପ୍ରଭୁ ଶ୍ରୀରାମ ବନରେ କଟେଇଥିଲେ ତ ସିଏ ସବୁଠାରୁ ସୁଖଦ ମୁହୂର୍ତ୍ତ ଥିଲା
ପ୍ରଭୁ ଶ୍ରୀରାମ ଏବଂ ମାତା ସୀତାଙ୍କ ପାଇଁ। ଯୋଉଠି ପ୍ରଭୁ ଶ୍ରୀରାମ ଆଉ ମାତା ସୀତା ସ୍ୱୟଂ ନିଜେ ବାସ କରିବେ, ସେ ଜାଗା ତ ମାନେ ଦିବ୍ୟ ଜାଗା ହିଁ ହେଇଥିବ। ସେ ଜାଗାର ମାହାତ୍ମ୍ୟ ହିଁ ବଦଳିଯିବ, କାହିଁକିନା ସ୍ୱୟଂ ନାରାୟଣ ମାତା ଲକ୍ଷ୍ମୀ ନିଜେ ବାସ କରୁଛନ୍ତି ସେ ବନରେ। ସେ ଜାଗା ଦୁଃଖଦ କେମିତି ବା ହେଇପାରିବ? ସିଏ କେବଳ ପ୍ରଭୁ ଶ୍ରୀରାମ ଆଉ ମାତା ସୀତା ଆମ ଏ ମନୁଷ୍ୟ ସମାଜକୁ ଦର୍ଶେଇ ଦେବା ପାଇଁ ବା ମନୁଷ୍ୟ ସମାଜକୁ ଶିକ୍ଷା ଦେବା ପାଇଁ ହିଁ ବନବାସର ଲୀଳା କରିଥିଲେ। କାହିଁକି ନା ଭଗବାନ ଆମକୁ ଏଇଆ ଦର୍ଶେଇ ଦେବାକୁ ଚାହାନ୍ତି ଯେ ଯେତେ ସୁଖ ଦୁଃଖ ଆସିଲେ ମଧ୍ୟ ପତି ପତ୍ନୀ ସାଙ୍ଗ ହେଇଥିଲେ ସବୁ ଦୁଃଖ ସୁଖ ଏଡ଼େଇଯିବ। ପତି ପତ୍ନୀ ଯୋଉଠି ସାଙ୍ଗ ହେଇ ରହନ୍ତି ସେଇ ହେଲା ତାଙ୍କର ସ୍ୱର୍ଗ। ତ ଏବେ ଆପଣମାନେ ଜାଣିଲେ ଯେ ବନବାସର ସମୟ ଦୁଃଖଦ ନୁହଁ, ପ୍ରଭୁ ଶ୍ରୀରାମ ଏବଂ ମାତା ସୀତାଙ୍କ ପାଇଁ କେତେ ସୁଖଦ ସମୟ ଥିଲା। ତ ଯଦି ଆପଣମାନଙ୍କୁ এই ଭିଡ଼ିଓଟି ଭଲ ଲାଗିଥାଏ, ଏମିତିକା ସ୍ପିରିଚୁଆଲ ଭିଡ଼ିଓ ଆପଣମାନେ ଦେଖିବା ପାଇଁ ପସନ୍ଦ କରନ୍ତି, ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି କମେଣ୍ଟ ବକ୍ସରେ ଜୟ ଶ୍ରୀରାମ ଲେଖିବା ପାଇଁ କେବେ ହେଲେ ଭୁଲିବେନି।